ज्ञानाञ्जनशलाकया चक्षुरुन्मिलितं येन तस्मै श्रीगुरवे नमः। नमो विष्णुपादाय कृष्णपृष्ठाय भूतले श्रीमते भक्तिवेदान्त स्वामिने इति नामिने। नमस्ते सारस्वती देवे गौरवाणी प्रचारिणे निर्विशेष शून्यवादी पश्चात्तारिणे वंशाकल्पतरुभ्यश्च कृपा सिन्धुभ्येव च पतितानां पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि श्री गौर भक्त वृंद। हरे कृष्ण 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 हरे 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 राम 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 हरे हरे। मुखं करोति वाचालं पंगुलं हयति गिरिं यत्कृपातमहं वन्दे परमानंद माधव श्री गुरुदिनतारिणं श्री चैतन्य ईश्वरं। नमः ओं विष्णुपादाय कृष्ण पृष्ठाय भूतले श्रीमते जय पताका स्वामी। तो आज भगवद गीता चतुर्थ अध्याय ज्ञान जोग अष्टम नंबर श्लोक हम पढ़ी की श्रवण करवा। तो भगवान कौन पाई जे जगत को आसंती से कथा काली सप्तम नंबर श्लोक हम श्रवण करले। यदा यदा हि धर्मस्य ग्लानिर्भवति भारत अभ्युत्थानम् अधर्मस्य तथात्मानं सृजाम्यहम्। धर्मर ग्लानि हुए अधर्मर अभ्युत्थान है ସେତେବେଳେ ଭଗବାନ ଆସନ୍ତି। ଯେତେବେଳେ ଯଦା ଯଦା ମାନେ ଯେତେବେଳେ ଯେଉଁଠାରେ ଯଦା ଯଦା ଯେତେବେଳେ ଯେଉଁଠାରେ ତାପରେ ସେ କହିଲେ ଧର୍ମର ଗ୍ଲାନି ହୁଏ, ହଁ ଅଧର୍ମ ଅଭ୍ୟୁତ୍ଥାନ ହୁଏ। ସେଥିପାଇଁ ମୁଁ ଆସେ ସେଟାକୁ ଆହୁରି ପ୍ରାଞ୍ଜଳ ସୁସ୍ପଷ୍ଟ କରିବା ପାଇଁ କି ଭଗବାନ ଅଷ୍ଟମ ଶ୍ଲୋକରେ କହିଲେ ମୁଁ ଆସିବାର କାରଣ ହଉଛି ପରିତ୍ରାଣୟ ସାଧୁନାଂ विनाशाय च दुष्कृतां धर्म संस्थापनार्थाय संभवामि जुगे जुगे। साधु ବା ଭକ୍ତ ମାନଙ୍କର ପରିତ୍ରାଣ ନିମିତ୍ତ ଏବଂ ଦୁର୍ବୃତ୍ତ ମାନଙ୍କର ବିନାଶ ନିମିତ୍ତ ତଥା ଧର୍ମ ସ୍ଥାପନ ନିମିତ୍ତ ମୁଁ ଯୁଗ ଯୁଗ ଅବତୀର୍ଣ୍ଣ ହୁଏ। ଭଗବତ ଗୀତା ଅନୁଯାୟୀ ଏକ କୃଷ୍ଣ ଚେତନାଶୀଳ ବ୍ୟକ୍ତି ହିଁ ସାଧୁ ଅଟେ। ଏଠି ଯେ ପରିତ୍ରାଣୟ ସାଧୁନା କୁହାଗଲା, ସାଧୁ କାହାକୁ କୁହାଯିବ? ଆମମାନେ ତ ସାଧୁ କେମିତିକା ବୁଝିବା? ସାଧୁ ମାନେ ଲମ୍ବା ଦାଢି ରଖିଥିବେ, ଦେହରେ ପାଉଁଶ ଗୋଳି ହେଇଥିବେ, ବଡ ତିଲକ ପିନ୍ଧିଥିବେ, ହଁ ମୋଟା ଛୋଟା ହେଇଥିବେ, ଏଇସବୁ ଦେଖିବେ ଏଇ ବଡ ସାଧୁ। କିନ୍ତୁ ଏଇ ଦେଖିଲେ ସାଧୁ ବୁଝାଯିବନି, ତା ଚେତନାରୁ ସେ ସାଧୁ କିନା ବୁଝାଯିବ। ସେ କୃଷ୍ଣ ଚେତନାଶୀଳ ଭଗବତ ଚେତନା ଅଧିଷ୍ଠିତ କାଣା ସେଥିରେ ସେ ସାଧୁ ବୁଝାଯିବ। ଆଉ କୃଷ୍ଣ ଚେତନା ହେଲେ ଦେଖିବେ ସବୁବେଳେ ତାର ପ୍ରତି ବାଧା ବିଘ୍ନ ଆସିବ। ଯେତେ କୃଷ୍ଣଙ୍କଠୁ ଦୂରେଇକି ରହିବ ଭୌତିକ ଜଗତରେ ସେ ଖୁବ ପ୍ରତିଷ୍ଠିତ ହବ। ଆଉ କୃଷ୍ଣ ଚେତନାଶୀଳ ହେଲେ ଏଟା ମାୟାର ଜଗତ ନା, ମାୟାର ତ କାମ ସେଇଟା ସବୁବେଳେ ତାକୁ ବାଧା ବିଘ୍ନ ସୃଷ୍ଟି କରିବ। ତ କଳାର ପ୍ରଭାବରେ ସମୟର ପ୍ରଭାବରେ କେତେବେଳେ କେତେବେଳେ ଏ ଭକ୍ତମାନେ ସୁବିଧାରେ ରହନ୍ତି, ପୁଣି କେତେବେଳେ କେତେବେଳେ ଦୁର୍ବୃତ୍ତ ମାନେ ଆସିକି ଭକ୍ତ ମାନଙ୍କୁ ଅସୁବିଧା ବି କରନ୍ତି। ତ ସେତେବେଳେ ପରିତ୍ରାଣ ସାଧୁନା ସାଧୁଙ୍କୁ ପରିତ୍ରାଣ କରିବା ପାଇଁ ବି ଭଗବାନ ଆସନ୍ତି। ଏଇ ଗୋଟେ କଥା। ଆଉ ଆଉ ବି ଅନ୍ୟ ଉଦ୍ଦେଶ୍ୟ ରହିଛି, ସେଟା ଆମେ ଶୁଣିବା। ବାହାରକୁ କୌଣସି ବ୍ୟକ୍ତି ବିଧର୍ମ ବୋଲି ପ୍ରତୀତ ହୋଇପାରେ, ବିଧର୍ମୀ ବୋଲି ପ୍ରତୀତ ହୋଇପାରେ, କିନ୍ତୁ ସେ ଯଦି ସମ୍ପୂର୍ଣ୍ଣ ରୂପେ କୃଷ୍ଣ ଚେତନାଶୀଳ ହୁଏ ବା ହେବାର ଯୋଗ୍ୟତା ଥାଏ,
ତାହେଲେ ସେ ସାଧୁ ବୋଲି ଗୃହୀତ ହୁଏ। ଯେ କୃଷ୍ଣ ଚେତନାଶୀଳ ନୁହେଁ ବା ସେଥିପ୍ରତି ଭ୍ରୂକ୍ଷେପ କରେ ନାହିଁ, ସେ ଦୁଷ୍କୃତମ। ଅର୍ଥାତ୍ କୃଷ୍ଣ ଭକ୍ତ ସେ ସାଧୁ। କିଏ କୃଷ୍ଣ ଯେତେବେଳେ ହେଇଛି ବା କୃଷ୍ଣ ହେଇନି କିନ୍ତୁ ତାର ଯୋଗ୍ୟତା ଅଛି, ହେଇପାରିବ, ଯେ ସାଧୁର ଲକ୍ଷଣ। ଆଉ ଯେ କୃଷ୍ଣ ଯେତେବେଳେ ନୁହଁ, ସେ ହଉଛି ଦୁଷ୍କୃତ। କାହିଁକି ନା ନମଂ ଦୁଷ୍କୃତ ନ ମୂଢା ପ୍ରପଦ୍ୟନ୍ତେ ନରାଧମା। ଯେ ଭଗବାନଙ୍କ ପ୍ରପତ୍ତି ନ କରେ ତାକୁ ଭଗବାନ କହିଛନ୍ତି ଯେ ଦୁଷ୍କୃତମ୍ ନମଃ ଦୁଷ୍କୃତମ୍, ଦୁଷ୍କୃତକାରୀ ଲୋକ ପ୍ରପଦ୍ୟନ୍ତେ ନରାଧମ, ସେମାନଙ୍କୁ ପ୍ରପତ୍ତି କରନ୍ତି। ଏଠି ଯୋଉ କୁହାହେଲା ପରିତ୍ରାଣ ସାଧୁ ବିନାଶିତ ଦୁଷ୍କୃତମ୍, ତାହେଲେ ଦୁଷ୍କୃତ ଟା କିଏ ହବ ନା ଭଗବାନ ଦୁଷ୍କୃତ ଡେଫିନେସନ ଦେଇଛନ୍ତି, ଯିଏ ମତେ ପ୍ରପତ୍ତି କରେନି, ଅର୍ଥାତ୍ ଯିଏ କୃଷ୍ଣ ଚେତନାଶୀଳ ନୁହଁ, କୃଷ୍ଣଙ୍କ ଚରଣ କମଳରେ ଆତ୍ମସମର୍ପଣ କରିନାହାନ୍ତି, ସେମାନେ ଦୁଷ୍କୃତ। ଏହି ପ୍ରକାର ଦୁର୍ବୃତ୍ତ ବା ଦୁଷ୍କୃତ ମାନେ ମୂର୍ଖ ଅଟନ୍ତି ଓ ଅଧମ ମାନବ ଶ୍ରେଣୀରେ ଅଟନ୍ତି। କିନ୍ତୁ ମୂର୍ଖ ଅବଶ୍ୟ ମୂର୍ଖ, ଅଧମ କାହିଁକି ନା ଦୁର୍ଲଭ ମନୁଷ୍ୟ ଜନ୍ମ ଲଭିଆ ସଂସାରେ କୃଷ୍ଣ ନା ଭଜନ ଦୁଃଖ କହିପକା। ଦୁର୍ଲଭ ମନୁଷ୍ୟ ଜନ୍ମ ଲାଭ କରିକି ବି ଭଗବାନ ଶ୍ରୀକୃଷ୍ଣଙ୍କର ଚରଣ କମଳରେ ଆତ୍ମସମର୍ପଣ କରୁନାହାନ୍ତି, ୟାଠୁ ବଢିକି ଆଉ ଅଧମ କେହି ହେବେ। ଏମାନେ ଖୁବ ଉଚ୍ଚସ୍ତର ଭୌତିକ ଶିକ୍ଷା ଦୀକ୍ଷା ବା ବିଶ୍ୱବିଦ୍ୟାଳୟ ଡିଗ୍ରୀ ପ୍ରାପ୍ତ ହୋଇପାରିଥାନ୍ତି, କିନ୍ତୁ ଯଦି ସେମାନେ କୃଷ୍ଣ ଚେତନାଶୀଳ ନ ହୋଇଥାନ୍ତି, ତ ସେମାନେ ମୂଢ। ଏଇ କଥାଟା ସାଧାରଣ ଦୃଷ୍ଟିଭଙ୍ଗୀରୁ ଶୁଣିବାକୁ ଏତେ ଭଲ ଲାଗିବନି। ବଡ ପଣ୍ଡିତ, MA PhD ଡିଗ୍ରୀ କରିଛି, ସେ ନୋବେଲ ପ୍ରାଇଜ ପାଇଛି, କିନ୍ତୁ ଗୀତାର ଦୃଷ୍ଟିଭଙ୍ଗୀରେ ସେ ହଉଛି ମୂର୍ଖ। କାହିଁକି ମୂର୍ଖ ନା ଏତେ ଜ୍ଞାନ ଲାଭ କରିକି ସେ କୃଷ୍ଣ ଚେତନାଶୀଳ ନୁହଁ, କୃଷ୍ଣ ଭକ୍ତ ନୁହଁ। ସେ ବହୁତ ଡିଗ୍ରୀ ପାଇଛି, ଭୌତିକ ଜ୍ଞାନ ଲାଭ କରିଛି, ଜଡ ବିଦ୍ୟା ଲାଭ କରିଛି। ଯେ କୁହାଯାଏ ଜଡ ବିଦ୍ୟା ଯତ ମାୟାର ବୈଭବ ତୋମାର ଭଜନେ ବାଧା, ଅନିତ୍ୟ ସଂସାରେ ମୋହ ଜନ୍ମାୟା ଜୀବକେ କରାଏ ଗାଧା। ଏ ଜଡ ବିଦ୍ୟା ସେଟା କଣ ହୁଏ ନା ଲୋକମାନେ ଆହୁରି ମୋହିତ ହୁଅନ୍ତି, ଆଉ ଏଇ ଜଡ ବିଷୟ ପ୍ରତି ଆସକ୍ତ ହୁଅନ୍ତି, ଆସକ୍ତ ହେଇକି ଗଧଙ୍କ ଭଳିଆ ଖଟନ୍ତି। ଏ ଜଡ ବିଦ୍ୟା ହଉଛି ମାୟାର ବୈଭବ, ମାୟାର ସମ୍ପଦ। ଏଠି ଭଗବାନଙ୍କର ଭଜନରେ ବାଧା ସୃଷ୍ଟି କରିଥାଏ, ତୁମର ଭଜନ ବାଧା। କେମିତି କାହିଁକି ଭଜନ ସୃଷ୍ଟି କରେ ନା ଅନିତ୍ୟ ସଂସାରରେ ମୋହ ଜନ୍ମାୟା, ଏ ଅନିତ୍ୟ ଭୌତିକ ସଂସାର ପ୍ରତି ମୋହ ସୃଷ୍ଟି କରେ। ତ ସେଥିପାଇଁ କି ଏମାନେ ହଉଛନ୍ତି ମୂଢ। ଅନ୍ୟ ପକ୍ଷରେ ଯେଉଁ ବ୍ୟକ୍ତି ସମ୍ପୂର୍ଣ୍ଣ ରୂପେ କୃଷ୍ଣ ଚେତନାଶୀଳ ଅଟନ୍ତି, ସେ ହଉଛନ୍ତି ସାଧୁ। ତାଙ୍କର ଭୌତିକ ଜ୍ଞାନ ନଥିଲେ ବି କୃଷ୍ଣଙ୍କ ସମ୍ପର୍କରେ ଜ୍ଞାନ ଅଛି। ଯେ କୃଷ୍ଣକୁ ଜାଣିଛି ତାର ସବୁ ଜାଣା ହେଇଯାଇଛି, ଆଉ ଯେ କୃଷ୍ଣକୁ ଜାଣିଛି ତାର ଆଉ କିଛି ଜାଣିବା ଦରକାର ନାହିଁ, ତାର କିଛି ଜାଣିବା ଦରକାର ନାହିଁ। ଏହି ପ୍ରକାର ବ୍ୟକ୍ତି ଖୁବ ବିଦ୍ୱାନ ବା ପଣ୍ଡିତ ନ ହୋଇ ପାରିଥାନ୍ତି, କିମ୍ବା ଭୌତିକ ମାପକାଠିରେ ଉଚ୍ଚ ସଭ୍ୟ ଶିକ୍ଷିତ ନ ହୋଇ ପାରିଥାନ୍ତି, କିନ୍ତୁ ସେ ଯଦି ସମ୍ପୂର୍ଣ୍ଣ ରୂପେ କୃଷ୍ଣ ଚେତନାଶୀଳ ହୋଇଛନ୍ତି, ତାହେଲେ ସେ ସାଧୁ ଅଟନ୍ତି। ଜଗତରେ ବିଦ୍ୱାନ ପଣ୍ଡିତ ମାନେ ପୂଜା ପାଆନ୍ତି, ବଡ ପୋଜିସନରେ ଅଛନ୍ତି, ବଡ ନେତା, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ, ବଡ ବଡ ପୋଜିସନରେ ଅଛନ୍ତି। ଆଉ ସାଧାରଣ ଲୋକମାନଙ୍କର ସମସ୍ତଙ୍କ ଜୀବନ ଲକ୍ଷ୍ୟ ମୁଁ ଏଇଭଳିଆ ବଡ ହୁଅନ୍ତି ତାହେଲେ, କିନ୍ତୁ ଏଠି କୁହାଯାଉଛି ନା, ସେଭଳିଆ ନୁହଁ, ସେଟା ଜୀବନ ଲକ୍ଷ୍ୟ ନୁହଁ, ସେ ପ୍ରତି ଆମ ଆକୃଷ୍ଟ ହେବା ଉଚିତ ନୁହଁ। ଯଦି କେଉଁ ବିଦ୍ୱାନ ପଣ୍ଡିତ ହେଲା,
ଭୌତିକ ଜଗତରେ ଖୁବ ସଭ୍ୟ ହେଲା, ସଭ୍ୟ ହେଇକି ଯଦି କୃଷ୍ଣ ଭକ୍ତ ହେଲା, ତାହେଲେ ତାର ପାଣ୍ଡିତ୍ୟ, ତାର ଉଚ୍ଚ ଶିକ୍ଷା, ତାର ଯଥାର୍ଥତା ଲାଭ କରାଯିବ। କିନ୍ତୁ ବିଦ୍ୱାନ ପଣ୍ଡିତ ହେଇଥିବ, ସଭ୍ୟ ହେଇଥିବ, ତଥାକଥିତ ସଭ୍ୟ ହେଇଥିବ, ତା କୃଷ୍ଣ ଭକ୍ତ ନୁହଁ, ତାହେଲେ ସିଏ ହଁ ସାଧୁ ନୁହଁ। କିନ୍ତୁ ତାର ବଡ ଶିକ୍ଷିତ ନୁହଁ, ପଣ୍ଡିତ ନୁହଁ, ହଁ, କିନ୍ତୁ ସେ କୃଷ୍ଣକୁ ଭଗବାନ ବୋଲି ଗ୍ରହଣ କରିଛି, କୃଷ୍ଣ ପାଖରେ ଆତ୍ମସମର୍ପଣ କରିଛି, ତାକୁ କହନ୍ତି ସାଧୁ। ତାକୁ କହେ ସାଧୁ। ସେ ତ ଅନେକ ତତ୍ଵ ଦର୍ଶନ ଜାଣେ ନା, ବଡ ପଣ୍ଡିତ ନୁହେଁ, ସଂସ୍କୃତ ଜାଣେ ନା, କିନ୍ତୁ ସେ ଜାଣେ ଯେ କୃଷ୍ଣ ଭଗବାନ, ବାସ୍। ସେ ହଉଛି ତାର ଜୀବନର ପରମ ସିଦ୍ଧି। ନାସ୍ତିକ ମାନଙ୍କର ବିନାଶ ନିମିତ୍ତ ଭଗବାନ ତାଙ୍କର ମୌଳିକ ରୂପରେ ଆବିର୍ଭୂତ ହେବାର କୌଣସି ଆବଶ୍ୟକତା ନାହିଁ। ତ ଏଠି କହିଲେ ଯେ ଏଇ ତିନିଟା କାରଣ ଦେଖେଇଲେ କାହିଁକି ଭଗବାନ ଆସୁଛନ୍ତି ନା, ଏଇ ଦୁଷ୍କୃତକାରୀ ମାନଙ୍କୁ ବିନାଶ କରିବା ପାଇଁ। ପୁଣି ପ୍ରଭୁପାଦ କହୁଛନ୍ତି ଏଇ ନାସ୍ତିକ ମାନଙ୍କର ବିନାଶ ପାଇଁ କି ଭଗବାନଙ୍କର ସ୍ୱୟଂ ରୂପ ଭଗବାନଙ୍କୁ ଆସିବାକୁ ପଡିବ। ହୁଁ। ରାବଣ କଂସ ପରି ରାକ୍ଷସ ମାନଙ୍କର ବିନାଶ ନିମିତ୍ତ ଯେପରି ତାଙ୍କୁ ଅବତୀର୍ଣ୍ଣ ହେବାକୁ ପଡିଲା, ନାସ୍ତିକ ମାନଙ୍କର ବିନାଶ ନିମିତ୍ତ ସେପରି ହେବାର ଆବଶ୍ୟକତା ନାହିଁ। ହଁ, ଭଗବାନଙ୍କର ଅନେକ ପ୍ରତିନିଧି ଅଛନ୍ତି, ସେମାନେ ରାକ୍ଷସ ମାନଙ୍କୁ ବିନାଶ କରିବା ନିମିତ୍ତ ଦକ୍ଷ ଯୋଗ୍ୟ, କିନ୍ତୁ ଭଗବାନ ବିଶେଷ କରି ତାଙ୍କ ଶୁଦ୍ଧ ଭକ୍ତ ମାନଙ୍କୁ ଆନନ୍ଦ ଦେବା ପାଇଁ ଆସନ୍ତି। ସେଇଠି କଥା ହଉଛି ଯେ ଏଇ ଯେ ତିନିଟା କାରଣ ଦିଆହେଲା, ପରିତ୍ରାଣୟ ସାଧୁନାଂ ବିନାଶାଚ ଦୁଷ୍କୃତାଂ ଧର୍ମ ସଂସ୍ଥାପନାର୍ଥ। ଆମର ଆଚାର୍ଯ୍ୟ ମାନେ କହୁଛନ୍ତି ପରିତ୍ରାଣୟ ସାଧୁନାଂ, ସାଧୁ ମାନଙ୍କୁ ପରିତ୍ରାଣ କରିବା। ସାଧୁ ମାନେ କଣ? କୃଷ୍ଣ ଚେତନା ମାନେ କଣ? ସେ ତ ପରିତ୍ରାଣ ପାଇଛି, ଭକ୍ତ ତ ପରିତ୍ରାଣ ପାଇଛି, ତାକୁ କଣ ଆଉ ପରିତ୍ରାଣ କରିବେ? ନା, ଭକ୍ତର କଷ୍ଟ କଣ, ଭକ୍ତର ଦୁଃଖ କଣ? ଭକ୍ତର ଦୁଃଖ ହଉଛି ଯେ କୃଷ୍ଣ ତାଙ୍କ ପାଖରେ ନାହାନ୍ତି। ଏଟା ଦୁଃଖ। ଦୁର୍ଲଭ ମନୁଷ୍ୟ ଜନ୍ମ ଲଭ୍ୟା ସଂସାରେ କୃଷ୍ଣ ନ ଭଜନ ଦୁଃଖ କହିବ କାହାରେ। ସେ କୃଷ୍ଣ ଯେ ତାଙ୍କୁ ପରିତ୍ରାଣ, ତାଙ୍କୁ ପରିତ୍ରାଣ କରୁଛନ୍ତି କେଭଳିଆ ନା, କୃଷ୍ଣ ଆସି ତା ଲୀଳା ବିଳାସ କରୁଛନ୍ତି, ସେ ଲୀଳା ଶ୍ରବଣ କରିକି ଭକ୍ତ ଆନନ୍ଦ ପାଉଛି। ଇଏ ହଉଛି ଗୋଟେ କାରଣ। ବିନାଶାଚ ଦୁଷ୍କୃତା, ଦୁଷ୍କୃତ କରିବାକୁ ବିନାଶ କରିବା ପାଇଁ। ପ୍ରଭୁପାଦ କହୁଛନ୍ତି ଏ ସାଧାରଣ ନାସ୍ତିକ ମାନଙ୍କୁ ମାରିବାକୁ ଭଗବାନଙ୍କୁ ଆସିବା ଦରକାର ନାହିଁ। ଭଗବାନ ତାଙ୍କର ପ୍ରତିନିଧି କଣ, ଗୋଟେ ଗୋଟେ ଜର୍ମ ଦେଇକି, ଗୋଟେ ଭାଇରସ ଦେଇକି ସେ ମାରି ପକେଇବେ, ଲକ୍ଷ ଲକ୍ଷ ଲୋକ ମାରି ପକେଇବେ। ଗୋଟେ ଛୋଟ ହଁ ବ୍ୟାକ୍ଟେରିଆ ବା ଭାଇରସ ଦ୍ଵାରା ଲକ୍ଷ ଲକ୍ଷ ଲୋକ ମରିଯିବେ। ସେଇଟା ଯୋଉଟା ଗୋଟେ ଭାଇରସ କରିପାରିବ, ତ ଭଗବାନ ଆସିବା ଦରକାର। ଇଏ ତ କୃଷ୍ଣ ସ୍ୱୟଂ ଭଗବାନ ଗୋଟେ, ଇଏ କଣ ପାଇଁ ଆସିବା ଦରକାର? ଧର୍ମ ସଂସ୍ଥାପନାର୍ଥ, ଧର୍ମ ପ୍ରଚାର କରିବା ପାଇଁ କି ଭଗବାନଙ୍କୁ ଆସିବା ଦରକାର ନାହିଁ। କାହିଁକି ନା ସେ ଆଚାର୍ଯ୍ୟ ମାନେ ଧର୍ମ ପ୍ରତିଷ୍ଠା କରିବେ, ତାଙ୍କର ପ୍ରତିନିଧି ଆଚାର୍ଯ୍ୟ ରହିଛନ୍ତି, ସେମାନେ ଧର୍ମ ପ୍ରଚାର କରିବେ। ତ ଆମର ଆଚାର୍ଯ୍ୟ ମାନେ କହୁଛନ୍ତି ଯେ ଏଇ ତିନିଟା କାରଣ ଭଗବାନଙ୍କର ଏଇ ଜଗତକୁ ଆସିବାର ମୁଖ୍ୟ କାରଣ ନୁହଁ, ଏଇଟା ଗୌଣ କାରଣ, ଏଇଟା ଆନୁଷଙ୍ଗିକ କାରଣ। କିନ୍ତୁ ଅସଲ କାରଣ କଣ ନା, ମଦଭକ୍ତ ବିରୋଧାର୍ଥ କର୍ମୀ ବିଶୁଦ୍ଧ ବିବିଧ କ୍ରିୟା। ମୋ ଭକ୍ତମାନଙ୍କୁ ଆନନ୍ଦ, ମଦ ଭକ୍ତ ବିନୋଦାର୍ଥ, ମୁଁ ଏଇ ଜଗତକୁ ଆସୁଛି ମୋ ଭକ୍ତକୁ ଆନନ୍ଦ ଦେବି, ମୋ ଲୀଳା ଶ୍ରବଣ କରିକି ସେ ଆନନ୍ଦ ପାଇବ, ସେ କଥା ପ୍ରଭୁପାଦ କହୁଛନ୍ତି। କିନ୍ତୁ ଭଗବାନ ବିଶେଷ କରି ଶୁଦ୍ଧ ଭକ୍ତମାନଙ୍କୁ ଆନନ୍ଦ ଦେବା ନିମନ୍ତେ ଆସନ୍ତି।
परित्राण साधूनां विनाशाय दुष्कृतम धर्म संस्थापनार्थाय का मुख्य उद्देश्य नୁହଁ। ହୁଁ। ତା ଭକ୍ତ ଆନନ୍ଦ ପ୍ରକାଶ କୁନ୍ତି ଦେବୀ ସେ କଥା କହୁଛନ୍ତି। କୁନ୍ତି ଦେବୀ ହଁ ତାଙ୍କ ପ୍ରାର୍ଥନା କହୁଛନ୍ତି ଯେ କଥମ ପଶ୍ୟମି ହେ ସ୍ତ୍ରୀ, ମୁଁ ଜଣେ ସାଧାରଣ ନାରୀ, ମୁଁ କେମିତି ବୁଝିପାରିବି, ଦେଖିପାରିବି, ଜାଣିପାରିବି ତୁମେ ଜଗତକୁ କାହିଁ ଆସିଛ? ନା ଭକ୍ତି ଯୋଗ ବିଧାନାର୍ଥମ, ଲୋକମାନଙ୍କୁ ଭକ୍ତି ଦେବା ପାଇଁ କି ତୁମେ ଜଗତକୁ ଆସୁଛ, ଆନନ୍ଦ ଦେବା ପାଇଁ କି ଏ ଜଗତକୁ ଆସୁଛ। ଆଉ ଭଗବାନ କହୁଛନ୍ତି, ତାକୁ ଏଇଟା ବି କୁହାଯାଉଛି ଯେ ଭଗବାନ ଯଶ୍ରୁତ ତତ୍ପର ଭାବେ, ଭଗବାନ ଆସୁଛନ୍ତି ଲୀଳା ବିଳାସ କରିବେ ଏଇ ଜଗତରେ, ଅନୁଗ୍ରହାୟ ଭକ୍ତାନାଂ ମାନୁଷୀମ ଦେହବାଶ୍ରିତ ଭଜତେ ତାଦୃଶ କ୍ରୀଡା ଯଶ୍ରୁତ ତତ୍ପର ଭାବେ, ଅନୁଗ୍ରହାୟ ଭକ୍ତାନାଂ, ଭକ୍ତମାନଙ୍କ ପ୍ରତି ଅନୁଗ୍ରହ କରିକି ସାରୁଛନ୍ତି। ଅସୁର ମାରିବା ତାଙ୍କର ମୁଖ୍ୟ କାମ ନୁହଁ, ଧର୍ମ ପ୍ରଚାର କରିବା ତାଙ୍କ ମୁଖ୍ୟ କାମ ନୁହଁ, ଅନୁଗ୍ରହାୟ ଭକ୍ତାନାଂ, ମୁଁ ଆସୁଛି ମୋ ଭକ୍ତଙ୍କ ପ୍ରତି ଅନୁଗ୍ରହ କରି ଆସୁଛି। ହଁ, ମାନୁଷୀମ ଦେହମାଶ୍ରିତ, ଏଇ ମନୁଷ୍ୟ ରୂପରେ ଆସିକି ଲୀଳା ବିଳାସ କରୁଛି। ଯଶୁତା ତତ୍ପର ଭାବେ, ଯାହା ଶ୍ରବଣ କରି ହଁ ସେମାନେ ମୁକ୍ତି ଆହୁରି ଆକୃଷ୍ଟ ହେବେ। ଭଗବତ ତତ୍ପର। ତ ଅସୁର ମାନେ ସର୍ବଦା ଭକ୍ତ ମାନଙ୍କୁ ଦୁଃଖ ଦିଅନ୍ତି, ଏଟା ସ୍ୱାଭାବିକ। ସାରା ପୃଥିବୀରେ ଆମେ ଦେଖୁଛେ ଅସୁର ମାନେ କିଭାବେ ଭକ୍ତମାନଙ୍କୁ ଦୁଃଖ ଦଉଛନ୍ତି। ବିଭିନ୍ନ ଦେଶରେ ଭକ୍ତମାନେ ଦୁଃଖରେ ପଡୁଛନ୍ତି, ଦୁଃଖ ପାଉଛନ୍ତି। ବର୍ତ୍ତମାନ ଦେଖୁଛେ ପାଶ୍ଚାତ୍ୟ ପ୍ରଭୁପାଦ ପ୍ରଚାର ଆରମ୍ଭ କରିଲେ କେତେ ପ୍ରକାର ସମସ୍ୟା। ତ ଆମେ ଦେଖିଛେ ରଷିଆରେ ଯେତେବେଳେ ପ୍ରଚାର ଆରମ୍ଭ ହେଲା, ରୁଷରେ ସରକାର କେତେ ପ୍ରକାରର ନିର୍ଯାତନା ବର୍ତ୍ତମାନ କରିବାକୁ ସହିବାକୁ ପଡିଲା। ବର୍ତ୍ତମାନ ବାଂଲାଦେଶରେ ବି ଆମେ ଦେଖୁଛେ ଅ, ଭକ୍ତମାନଙ୍କୁ କିଭଳିଆ ନିର୍ଯାତନା ସହିବାକୁ ପଡୁଛି। ଏଇଟା ବର୍ତ୍ତମାନ ନୁହଁ, ଏଟା ଯୁଗ ଯୁଗ ଧରିକି ଆମେ ଦେଖୁଛେ। କାଳର ପ୍ରଭାବରେ ସେ ଅସୁରିକ ପ୍ରବୃତ୍ତି ଲୋକମାନଙ୍କର ପ୍ରଭାବ ଟା ଆଉ ଦୃଢ ହବ। ଠିକ ଅଛି, ଶକ୍ତ ହବ, ଆଉ ସେତେବେଳେ ଭକ୍ତମାନେ ନିର୍ଯାତିତ ହେବେ। ବର୍ତ୍ତମାନ କଳି ଯୁଗର ପ୍ରଭାବ ଆସ୍ତେ ଆସ୍ତେ ବଢୁଛି, ସେଇଥିପାଇଁ କି ଏଇ ଅବସ୍ଥା ଦେଖାଯାଉଛି। ଅସୁର ମାନଙ୍କର କାମ କଣ? ନା ଭକ୍ତ ମାନଙ୍କୁ ଦୁଃଖ ଦେବେ। ହଁ? ଭକ୍ତ ଅସୁରର ଆତ୍ମୀୟ ସ୍ୱଜନ, ଭାଇ ବନ୍ଧୁ କୁଟୁମ୍ବ ହେଇପାରେ, ତଥାପି ସେ ତାକୁ ଦୁଃଖ ଦବ। ଭକ୍ତ ତା ପରିବାର ଲୋକ ହେଲେ ବି ପରିବାର ଲୋକ ଦୁଃଖ ଦେବେ, ତାର ଦୃଷ୍ଟାନ୍ତ ରୂପତ କହୁଛନ୍ତି ପ୍ରହ୍ଲାଦ ମହାରାଜ। ପ୍ରହ୍ଲାଦ ମହାରାଜ ଭକ୍ତ ଥିଲେ, ପ୍ରହ୍ଲାଦ ମହାରାଜ ହିରଣ୍ୟକଶିପୁର ପୁତ୍ର, ତଥାପି ସେ ପିତା ହୋଇ କଣ କଲେ, ତାଙ୍କୁ ଅର୍ଥାତ ପ୍ରହ୍ଲାଦ ମହାରାଜଙ୍କୁ ବହୁତ ଦୁଃଖ ଦେଲେ। କାରଣ ସେ ଅସୁର ପ୍ରବୃତ୍ତିର ଲୋକ, ସେ ବିଷ୍ଣୁକୁ ମାନନ୍ତିନି। ଅସୁର କିଏ? ନା ଯେ ବିଷ୍ଣୁକୁ ମାନେନି ସେ ଅସୁର, ଯେ ବିଷ୍ଣୁକୁ ମାନେ ସେ ସୁର। ବିଷ୍ଣୁ ବିଦ୍ୱେଷୀ ଥିଲେ, ତାଙ୍କ ପୁତ୍ର ଭକ୍ତ ଥିଲେ, ସେ କଣ କଲେ ନା ତାଙ୍କୁ ସବୁବେଳେ ନିର୍ଯାତନା କଲେ, ଦୁଃଖ ଦେଲେ। କୃଷ୍ଣଙ୍କର ମାତା ଦେବକୀ କଂସର ଭଉଣୀ ଥିଲେ, ତାଙ୍କୁ ଏବଂ ତାଙ୍କର ସ୍ଵାମୀ ବସୁଦେବଙ୍କୁ କଂସ ବହୁତ ଦୁଃଖ ଦେଲେ। କାହିଁକି ନା ସେମାନେ କୋଳରେ କୃଷ୍ଣ ହିଁ ଜନ୍ମ ଲାଭ କରିବେ, ଏହି ହଉଛି ତାଙ୍କ ଦୋଷ। ତେଣୁ ଭଗବାନ ଶ୍ରୀକୃଷ୍ଣ କଂସକୁ ବଧ କରିବା ଅପେକ୍ଷା ଦେବକୀଙ୍କୁ ଉଦ୍ଧାର କରିବା ନିମିତ୍ତ ପ୍ରଧାନତଃ ଅବତୀର୍ଣ୍ଣ ହୋଇଥିଲେ। କିନ୍ତୁ ଉଭୟ କର୍ମ ଏକସଙ୍ଗରେ ଚାଲିଥିଲା। ପ୍ରଭୁପାଦ କହୁଛନ୍ତି କଂସ ବଧଟା ମୁଖ୍ୟ ଉଦ୍ଦେଶ୍ୟ ନୁହଁ, ଦେବକୀକୁ ଉଦ୍ଧାର କରିବା ଉଦ୍ଦେଶ୍ୟ। ସେଥିପାଇଁ କି ଆନୁଷଙ୍ଗିକ କଂସକୁ ମାରିବାକୁ ପଡିଥିଲା, ଦୁଟାକ ଏକସଙ୍ଗରେ ହେଇଥିଲା। ହୁଁ। କଂସକୁ ମାରିବା ତାଙ୍କର ଲକ୍ଷ୍ୟ ନୁହଁ, ଲକ୍ଷ୍ୟ ହଉଛି ଦେବକୀ କଷ୍ଟ ପାଉଛନ୍ତି, ଦେବକୀ ମୁଁ ଉଦ୍ଧାର କରିବି। ସେଥିପାଇଁ ସେ ଆସିଲେ। ସେଥିପାଇଁ ଏଠାରେ କୁହାଯାଇଛି ଯେ ଭଗବାନ ସାଧୁ ମାନଙ୍କର ପରିତ୍ରାଣ,
ଓ ଅସୁର ମାନଙ୍କର ବିନାଶ ନିମିତ୍ତ ବିଭିନ୍ନ ଅବତାର ରୂପରେ ସେ ଅବତୀର୍ଣ୍ଣ ହୁଅନ୍ତି। ତ ଶ୍ରୀଲ କୃଷ୍ଣଦାସ କବିରାଜ ଗୋସ୍ୱାମୀ ଶ୍ରୀ ଚୈତନ୍ୟ ଚରିତାମୃତ ଭଗବାନଙ୍କର ଅବତାର ସମ୍ବନ୍ଧରେ ନିମ୍ନ କଥା କହିଛନ୍ତି। ସୃଷ୍ଟି ହେତୁ ଯେଉଁ ମୂର୍ତ୍ତି ପ୍ରପଞ୍ଚ ଅବତାରେ, ସେଇ ଈଶ୍ୱର ମୂର୍ତ୍ତି ଅବତାର ନାମ ଧରେ। মায়াতীত পরব্রহ্মে সবার অবস্থান, বিশ্বে অবতরি ধরে অবতার নাম। যে অবতার, এই অবতার কথা বলছি যে যে অবତାର ଭଗବାନଙ୍କର ଅବତାର ଭୌତିକ ପ୍ରକାଶ ନିମିତ୍ତ ଭଗବତ ସାମ୍ରାଜ୍ୟରୁ ଅବତରଣ କରନ୍ତି। ସେମାନେ ଜନ୍ମ ହୁଅନ୍ତିନି, ସେମାନେ ଅବତରଣ କରନ୍ତି ଭୌତିକ ଜଗତରୁ, ସେଥିପାଇଁ ଅବତାର କୁହାଯାଏ। ଚିନ୍ମୟ ଜଗତରୁ ଭୌତିକ ଜଗତକୁ ସାମ୍ରାଜ୍ୟକୁ ଅବତରଣ କରନ୍ତି। ହଁ। ଭଗବାନଙ୍କର ଯେଉଁ ରୂପ ଅବତରଣ କରନ୍ତି ତାକୁ ଅବତାର ବୋଲି କୁହାଯାଏ। ପରବ୍ରହ୍ମରେ ପରବ୍ରହ୍ମରେ ଭଗବତ ସାମ୍ରାଜ୍ୟରେ ଏସବୁ ଅବତାର ମାନେ ବିଦ୍ୟମାନ। ରାମ, ବାମନ, ନରସିଂହ, କୃଷ୍ଣ ଯେତେ ଅବତାର ଅଛନ୍ତି, ଏମାନେ ପରବ୍ରହ୍ମ ମାନେ ଚିତ୍ ଆକାଶ। ଆମର ଯେମିତି ଗୋଟେ ଆକାଶ ରହିଛି, ଆକାଶରେ ବହୁ ଗ୍ରହ ନକ୍ଷତ୍ର ରହିଛନ୍ତି, ସେଭଳିଆ ଏଇ ବ୍ରହ୍ମାଣ୍ଡର ବାହାରେ ଭୌତିକ ଜଗତର ବାହାରେ ଚିଦ୍ ଆକାଶ, ଚିନ୍ମୟ ଆକାଶ ବା ପରବ୍ରହ୍ମ ରହିଛି। ସେଠି ବହୁ ବୈକୁଣ୍ଠ ରହିଛି, ଅନନ୍ତ ବୈକୁଣ୍ଠ ରହିଛି। ହଁ। ସେ ଅନନ୍ତ ବୈକୁଣ୍ଠରେ ଭଗବାନ ଅନନ୍ତ ରୂପରେ ସେଠି ଲୀଳାବିଲାସ କରୁଛନ୍ତି। ଅନାଦି ଅନନ୍ତ ରୂପମ୍ ଆଦ୍ୟମ ପୁରାଣ ପୁରୁଷ। ତ ସେମାନେ ଯେତେବେଳେ ଭୌତିକ ସୃଷ୍ଟିରେ ଅବତରଣ କରନ୍ତି, ସେତେବେଳେ ତାଙ୍କୁ କୁହାଯାଏ ଅବତାର। ସେତେବେଳେ ଅବତାର ନାମ ଗ୍ରହଣ କରନ୍ତି। କେଶ ବର୍ଦ୍ଧିତ, ହଁ, ମୀନ ଶରୀର, କେଶ ବର୍ଦ୍ଧିତ, ହଁ, ବରାହ ରୂପ, କେଶ ବର୍ଦ୍ଧିତ, ହଁ, କଶ୍ୟପ ରୂପ, କେଶ ବର୍ଦ୍ଧିତ, ନରହରି ରୂପ, ହଁ, ଏସବୁ ରହିଛି। ତ ବିଭିନ୍ନ ପ୍ରକାର ଅବତାର ଅଛନ୍ତି। ପୁରୁଷ ଅବତାର, ଗୁଣ ଅବତାର, ଲୀଳା ଅବତାର, ସତ୍ୟାବଶ ଅବତାର, ମନ୍ୱନ୍ତର ଅବତାର, ଯୁଗ ଅବତାର। ଯେ ଭଗବାନଙ୍କର ଯେ ଅନନ୍ତ ଅବତାର ଅଛି, ତାକୁ 6 ଭାଗରେ ବିଭକ୍ତ କରାଯାଇଛି। ପୁରୁଷ ଅବତାର, ପୁରୁଷ ଅବତାର ହଉଛନ୍ତି କିଏ ନା ଅ, ମହାବିଷ୍ଣୁ, ଗର୍ଭୋଦକ୍ଷାୟ ବିଷ୍ଣୁ, କ୍ଷୀରୋଦକ୍ଷାୟ ବିଷ୍ଣୁ, ତିନି ପୁରୁଷ ଅବତାର ହେଇଗଲେ। ଗୁଣ ଅବତାର, ବ୍ରହ୍ମା, ବିଷ୍ଣୁ, ମହେଶ୍ୱର। ରଜଗୁଣ ଦ୍ୱାରା ବ୍ରହ୍ମା ସୃଷ୍ଟି କରିବେ, ସତ୍ୟ ଗୁଣ ଦ୍ୱାରା ବିଷ୍ଣୁ ପାଳନ କରିବେ, ତମ ଗୁଣ ଦ୍ୱାରା ଶିବ ସଂହାର କରିବେ। ତାପରେ ଲୀଳା ଅବତାର, ଯେ ବାମନ, ନରସିଂହ, ରାମ, ଲୀଳା ଅବତାର। ତ ସତ୍ୟାବେଶ ଅବତାର, ସତ୍ୟାବେଶ ଅବତାର ଯେତେବେଳେ କୌଣସି ଜୀବ ଶକ୍ତି ମଧ୍ୟ ଭଗବାନଙ୍କ ଶକ୍ତି ଆବିଷ୍ଟ ହୁଏ, ତାକୁ ସତ୍ୟାବେଶ ଅବତାର କୁହାଯାଇଛି। ପରେ ଚୈତନ୍ୟ ଚରିତାମୃତରେ ଆମେ ଶ୍ରବଣ କରିବା 7 ପ୍ରକାର ସତ୍ୟାବେଶ ଅବତାର ହେଇଛନ୍ତି। ଭକ୍ତି ସତ୍ୟାବେଶ ଅବତାର, ଭକ୍ତି ଶକ୍ତି ପ୍ରାପ୍ତ ହେଇକି ଅବତୀର୍ଣ୍ଣ ଅଛନ୍ତି ନାରଦ ମୁନି। ଜ୍ଞାନ ସତ୍ୟାବେଶ ଅବତାର ସତୀଶ କୁମାର। ଭୂପାଳନ ସତ୍ୟାବେଶ ଅବତାର ପୃଥୁ ମହାରାଜ। ଏରକମ ରହିଛି, ଆଉ ସବୁ ରହିଛି। 7 ପ୍ରକାର। ସେମାନେ ଯେତେବେଳେ ଭୌତିକ ସୃଷ୍ଟିରେ ଅବତରଣ କରନ୍ତି, ସେତେବେଳେ ତାଙ୍କର ଅଥା, ହଁ, ଏଇ ସମସ୍ତ ଭିନ୍ନ ଭିନ୍ନ ନିର୍ଦ୍ଦିଷ୍ଟ ସମୟରେ ଏ ବିଶ୍ୱରେ ଅବତୀର୍ଣ୍ଣ ହୁଅନ୍ତି। କିନ୍ତୁ ଭଗବାନ ଶ୍ରୀକୃଷ୍ଣ ହଉଛନ୍ତି ଆଦି ପୁରୁଷ ପରମେଶ୍ୱର। ସେ ସମସ୍ତ ଅବତାରଙ୍କର ଉତ୍ପତ୍ତି ସ୍ଥଳ। ଉତ୍ପତ୍ତି ସ୍ଥଳ ମାନେ ଭଗବାନ ଶ୍ରୀକୃଷ୍ଣ ନିଜକୁ ଅନନ୍ତ ସ୍ୱରୂପରେ ପ୍ରକାଶ କରିଛନ୍ତି, ସେଥିପାଇଁ ଉତ୍ପତ୍ତି ସ୍ଥଳ କୁହାଯାଉଛି। ସେଥିପାଇଁ ଗୋବିନ୍ଦం ଆଦି ପୁରୁଷଂ ତମହଂ ଭଜାମି। ଈଶ୍ୱର ପରମ କୃଷ୍ଣ ବୋଲି କୁହାଯାଉଛି। ଈଶ୍ୱର ପରମ କୃଷ୍ଣ ଗୋବିନ୍ଦం ଆଦି, ସର୍ବ କାରଣ କାରଣ। ତାପରେ କୁହାଯାଉଛି ଯେ ବହୁ ଅବତାର ହୋଇଛନ୍ତି,
रामादि मूर्ति सकला नियमन तिष्ठा नाना अवतार अकरोत् भुवनेषु किंतु कृष्ण स्वयं समभवेत् परम पुमान जो गोविंदम आदि पुरुषम तमहं भजामि। रामादि मूर्ति राम आदि, राम आदि माने राम नरसिंह, वामन इत्यादि। रामादि मूर्ति सकला नियमन तिष्ठा, तर अंश कला रूपरे भगवान अवतीर्ण होଛନ୍ତି। रामादि मूर्ति सकला नियमन नाना अवतार अकरोत्, बहु अवतार। कृष्ण स्वयं समभवेत परम भगवान, କିନ୍ତୁ କୃଷ୍ଣ ହଉଛନ୍ତି ସ୍ୱୟଂ ପରମ, ସମସ୍ତ ଭଗବତ ସ୍ୱରୂପର ଉତ୍ସ ହଉଛନ୍ତି ଭଗବାନ ଶ୍ରୀ କୃଷ୍ଣ। ଆଦି ପୁରୁଷ ବିଶେଷ କରି ଶୁଦ୍ଧ ଭକ୍ତଙ୍କର ଦୁଃଖ ଦୂର କରିବା ନିମିତ୍ତ ଭଗବାନ ଶ୍ରୀକୃଷ୍ଣ ଅବତୀର୍ଣ୍ଣ ହୁଅନ୍ତି। ଶୁଦ୍ଧ ଭକ୍ତଗଣ ତାଙ୍କୁ ମୌଳିକ ରୂପରେ ତାଙ୍କର ବୃନ୍ଦାବନ ଲୀଳା ଦେଖିବା ନିମିତ୍ତ ଖୁବ ଆଗ୍ରହ ସହକାରେ ଅପେକ୍ଷା କରିଥାନ୍ତି। ତେଣୁ କୃଷ୍ଣ ଅବତାରର ମୁଖ୍ୟ ଉଦ୍ଦେଶ୍ୟ ହେଲା ଶୁଦ୍ଧ ଭକ୍ତଙ୍କୁ ଆନନ୍ଦ ଦେବା। ହଁ, ମୁଖ୍ୟ ଉଦ୍ଦେଶ୍ୟ ହଉଛି ଏଇଟା। ଆଉ ଯୋଉ ତିନିଟା କହିଲେ କୃଷ୍ଣ, ପରିତ୍ରାଣ ସାଧୁନା ଏକ ନମ୍ବର, ବିନାଶାଚ ଦୁଷ୍କୃତା ଦୁଇ ନମ୍ବର, ଧର୍ମ ସଂସ୍ଥାପନା ତିନି ନମ୍ବର। এটা ମୁଖ୍ୟ ଉଦ୍ଦେଶ୍ୟ ନୁହଁ, এটা ଗୌଣ ଉଦ୍ଦେଶ୍ୟ ବା এটা ହଉଛି ଆନୁଷଙ୍ଗିକ କାରଣ। ଆଉ କୃଷ୍ଣ ଅବତାର ମୁଖ୍ୟ ଉଦ୍ଦେଶ୍ୟ ହଉଛି ଶୁଦ୍ଧ ଭକ୍ତମାନଙ୍କୁ ଆନନ୍ଦ ଦେବା। ତ ଭଗବାନ କହୁଛନ୍ତି ଯେ ସେ ପ୍ରତି ଯୁଗରେ ଅବତୀର୍ଣ୍ଣ ହୁଅନ୍ତି। ଏଥିରୁ ସୂଚିତ ହେଉଛି ଯେ ସେ କଳି ଯୁଗରେ ମଧ୍ୟ ଅବତୀର୍ଣ୍ଣ ହୁଅନ୍ତି। ଗୋଟିଏ କଥା କହୁଛେ ସମ୍ଭବ ଯୁଗେ ଯୁଗେ ପ୍ରତି ଯୁଗରେ ଅବତୀର୍ଣ୍ଣ ହଉଛି, କିନ୍ତୁ ସେଠି ଠିକ ନୁହଁ। କାହିଁକି କୃଷ୍ଣ ତ ପ୍ରତି ଯୁଗରେ ଆସୁନାହାନ୍ତି, ତାହେଲେ କିଏ ଆସୁଛନ୍ତି? ସେ ତାଙ୍କର ଅବତାର ମାନେ ଆସୁଛନ୍ତି। ହଁ? ଅବତାର ରୂପରେ, ରାମ ରୂପରେ, ବାମନ ରୂପରେ, ନରସିଂହ ରୂପରେ ସେ ଆସୁଛନ୍ତି ଯୁଗ ଯୁଗରେ। ତ ଆଉ ଗୋଟେ କଥା ପ୍ରଭୁପାଦ ତୁଳି ଧରିଛନ୍ତି ଯେ କୃଷ୍ଣ କହିଲେ ମୁଁ ପ୍ରତି ଯୁଗରେ ଆସେ, କଳି ଯୁଗରେ ମଧ୍ୟ ସେ ଅବତୀର୍ଣ୍ଣ ହୁଅନ୍ତି। ଶ୍ରୀମଦ୍ ଭାଗବତରେ କୁହାଯାଇଛି ଯେ ଶ୍ରୀ ଚୈତନ୍ୟ ମହାପ୍ରଭୁ କଳି ଯୁଗର ଅବତାର ଅଟନ୍ତି। ସେ ସଂକୀର୍ତ୍ତନ ଆନ୍ଦୋଳନ ଜରିଆରେ କୃଷ୍ଣ ଆରାଧନା ଚାରିଆଡେ ପ୍ରସାର କରିଥିଲେ ଓ ସାରା ଭାରତରେ ସେ କୃଷ୍ଣ ଚେତନା ପ୍ରସାର କରିଥିଲେ। ହଁ, ତ ଚୈତନ୍ୟ ମହାପ୍ରଭୁ ଯେ କଳିଯୁଗର ଭଗବାନ, ଏକଥା ବିଭିନ୍ନ ଶାସ୍ତ୍ରରେ ବର୍ଣ୍ଣନା କରାହେଇଛି। ନବଦ୍ୱୀପରେ ସତୀପୁତ୍ର, ଜଗନ୍ନାଥ ପୁତ୍ର ସବୁ ବର୍ଣ୍ଣନା କରାହେଇଛି। ଭାଗବତରେ ବି କୁହାଯାଉଛି କୃଷ୍ଣ ବର୍ଣ୍ଣ ତୁଷା କୃଷ୍ଣ ସଙ୍ଗ ପାଙ୍ଗସ୍ତ ପାର୍ଶ୍ୱ ଜୟ ସଂକୀର୍ତ୍ତନ ପ୍ରାହି ଯଜତି ସୁମେଧସ। କଳିଯୁଗରେ ମେଧାବୀ ବ୍ୟକ୍ତିମାନେ ଏଇ ଭଗବାନ ଯେ କୃଷ୍ଣ ବର୍ଣ୍ଣ ଅର୍ଥାତ୍ କୃଷ୍ଣ, এই দুটা ଅକ୍ଷର ସବୁବେଳେ ମୁଖରେ ଉଚ୍ଚାରଣ କରନ୍ତି ଏବଂ କୃଷ୍ଣ ବର୍ଣ୍ଣୟତି ଏବଂ କୃଷ୍ଣଙ୍କ ସମ୍ପର୍କ ବର୍ଣ୍ଣନା କରନ୍ତି, କୃଷ୍ଣ ନାମ କରନ୍ତି। ଆଉ ତାଙ୍କ ଶରୀର ଅଙ୍ଗ କାନ୍ତେ ଅକୃଷ୍ଣ ପୀତ ବର୍ଣ୍ଣ, ସେ ଚୈତନ୍ୟ ମହାପ୍ରଭୁ। ତ ଏଇ ଏଠି ଗୋଟେ କଥା ମୁଁ କହିବା ପ୍ରয়োଜନ ରହିଛି। ଚୈତନ୍ୟ କଳିଯୁଗରେ ଆସିଲେ, କିନ୍ତୁ କଳିଯୁଗରେ ସେ ଭଗବାନ ରୂପରେ ଆସିଲେ। ତାଙ୍କର ଛନ୍ନ ଅବତାର, ଅନ୍ତଃ କୃଷ୍ଣ ବହିର୍ଗୌର, ସେ ନିଜକୁ ଆଚ୍ଛନ୍ନ କରିକି ଆସିଲେ। ତ ସେଥିପାଇଁ କୁହାଯାଉଛି ଯେ କଳି କାଳରେ ଭଗବାନଙ୍କର ଅବତାର ନାହିଁ, ଆମ ଆଚାର୍ଯ୍ୟ ମାନେ କହୁଛନ୍ତି। ତ ସେଥିପାଇଁ କି ତାଙ୍କୁ ତ୍ରିଯୁଗ ଗୋଟେ ନାମ ଅଛି, ତ୍ରିଯୁଗ କୁହାଯାଏ। ତ୍ରିଯୁଗ କଣ ନା ସତ୍ୟ ତ୍ରେତୟା ଦ୍ୱାପର ସହିତ ଏଇ ବିଶେଷ କଳରେ ଭଗବାନ ଆସନ୍ତି। এই ବିଶେଷ କଲେ ଭଗବାନ ନ ଆସିଲେ ଜୀବ ଉଦ୍ଧାର ପାଇବ କେମିତିକା? ନା ଭଗବାନ ଛନ୍ନ ଅବତାର ରୂପରେ ଆସିକି ନିଜେ ଭକ୍ତ ଭାବ ଅଙ୍ଗୀକାର କରି ଆସିଲେ। ଆଉ ସେ ଭଗବାନଙ୍କୁ ଆଣିଲେ, କୋଉ ରୂପରେ ଆଣିଲେ? ନା କଳି କାଳେ ନାମ ରୂପେ କୃଷ୍ଣ ଅବତାର। କୃଷ୍ଣ ନାମ ବି ଗୋଟେ ଭଗବାନଙ୍କର ଅବତାର। ଅଭିନ୍ନ ତାଙ୍କ ନାମ ନାମିନ, ଭଗବାନ ଆଉ ତାଙ୍କର ନାମ এই দুইটা হচ্ছে অভিন্ন।
ତ ସେଇ ଚୈତନ୍ୟ ମହାପ୍ରଭୁ ଆସିକି ସଂକୀର୍ତ୍ତନ ଆନ୍ଦୋଳନ ଜରିଆରେ କୃଷ୍ଣ ଆରାଧନା ଚାରିଆଡେ ପ୍ରସାର କରିଥିଲେ, ସାରା ଭାରତରେ ପ୍ରଚାର କରିଲେ। ଆଉ ସେ ଭବିଷ୍ୟତବାଣୀ କହି ଯାଇଥିଲେ, ପୃଥିବୀତେ ଆସିବ ତ ନଗରାଦି ଗ୍ରାମ ସର୍ବତ୍ର ପ୍ରଚାରିତ ହେବ। ପ୍ରତି ନଗର ସହର ଗ୍ରାମରେ ସମସ୍ତ ପୃଥିବୀରେ এই সংকীর্তন আন্দোলন প্রচারিত হব। ଉପନିଷଦ ମହାଭାରତ ଶ୍ରୀମଦ୍ ଭାଗବତ ଆଦି ପ୍ରାମାଣିକ ଗ୍ରନ୍ଥ ମାନଙ୍କରେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଅବତାର କଥା ପ୍ରଚ୍ଛନ୍ନ ଭାବରେ ବର୍ଣ୍ଣନା କରାଯାଇଅଛି। ଆମେ ଦେଖିବା ଏ ଚୈତନ୍ୟ ଚୈତନ୍ୟ ଯେ ପାଠ ହଉଛି, ସେଥିରେ ଦେଖିବା ବହୁ ଶାସ୍ତ୍ରର ପ୍ରମାଣ ଦେଇକି ପ୍ରଭୁପାଦ ତାତ୍ପର୍ଯ୍ୟ ଲେଖିଛନ୍ତି। ଚୈତନ୍ୟ ମହାପ୍ରଭୁ କଳିଯୁଗରେ ଭଗବାନ, ସେ ଭକ୍ତ ରୂପରେ ଅବତୀର୍ଣ୍ଣ ହେବେ। ଶ୍ରୀ ଚୈତନ୍ୟ ମହାପ୍ରଭୁ ପରମ ପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କର ଯେ ଅବତାର କଥା ଏଠାରେ ପ୍ରାମାଣିକ ଗ୍ରନ୍ଥ ପ୍ରଚ୍ଛନ୍ନ କୁହାଯାଇଛି, ପ୍ରତ୍ୟକ୍ଷ ଭାବରେ ନୁହଁ, ପ୍ରଚ୍ଛନ୍ନ ଭାବେ କୁହାଯାଇଛି। କୃଷ୍ଣ ଭକ୍ତଗଣ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ସଂକୀର୍ତ୍ତନ ଆନ୍ଦୋଳନ ପ୍ରତି ବିଶେଷ ଆକୃଷ୍ଟ ହୁଅନ୍ତି। ଭଗବାନଙ୍କର ଏହି ଅବତାର ଦୁର୍ବୃତ୍ତ ମାନଙ୍କୁ ବିନାଶ କରନ୍ତି ନାହିଁ, ସେମାନଙ୍କ ପ୍ରତି ଅହେତୁକ କୃପା ପ୍ରଦାନ ଉଦ୍ଧାର କରନ୍ତି। ଅର୍ଥାତ୍ ଯୋଉମାନେ ଭଗବାନଙ୍କ ଚରଣକମଳ ଆଶ୍ରୟ ନିଅନ୍ତି, ଭକ୍ତମାନଙ୍କୁ ଭଗବାନ ଉଦ୍ଧାର କରନ୍ତି, ଅସୁର ମାନଙ୍କୁ ବି ଭଗବାନଙ୍କୁ ଉଦ୍ଧାର କରନ୍ତି। ଅସୁର ମାନେ ଭଗବାନଙ୍କୁ ଯଦି ବିଦ୍ୱେଷ ଭାବରେ ସବୁବେଳେ ଚିନ୍ତା କରନ୍ତି, ସେଥିରେ ବି ତାଙ୍କର କଲ୍ୟାଣ ହୁଏ। ବିଦ୍ୱେଷ ଭାବରେ ଚିନ୍ତା କଲେ, ତ ଭଲ ପାଇକି ଚିନ୍ତା କଲେ କେତେ ଭଲ ହବ। ଆଉ ତାଙ୍କୁ ଯେ ବଧ କରନ୍ତି, ଯେ ଭଗବାନଙ୍କ ଦ୍ଵାରା ମୃତ୍ୟୁବରଣ କରେ, ସେ ମୁକ୍ତି ଲାଭ କରେ, ତାରଟା ଅହେତୁକ। ଠିକ ଅଛି। ସେଇ ଭାବେ କୃଷ୍ଣ କହିଲେ ତାଙ୍କର ଆବିର୍ଭାବଟା କି ରକମ, ସେ ଆସିବାର କାରଣ କଣ, ହଁ, ଏବଂ এই ଆବିର୍ଭାବ ସମ୍ପର୍କରେ ଯଦି କେହି ଜାଣେ ତାହେଲେ କଣ ଲାଭ, ହଁ? ସେ କଥା କାଲି ଶୁଣିବା। ଜନ୍ମ କର୍ମ ଚିହ୍ନ ଦିବ୍ୟମ୍ ଏବଂ ଯୋ ବିତି ତତ୍ତ୍ୱତଃ ତିକ୍ତ ଦେହ ପୁନର୍ଜନ୍ମ ନୈତି ମାମେତି ସୋ ଅର୍ଜୁନ। जय भगवत गीता की जय, भगवान श्री कृष्ण चंद्र की जय। तो वर्तमान चैतन्य चरितमृत पाठ आजानुलंबित भुजौ कनकावदातो संकीर्तनैक पितरो कमलायताक्षो विश्वम्भरौ द्विजवरौ